ବାବା ଯେତେବେଳେ ଥିଲେ ସେତେବେଳେ ବର୍ତ୍ତମାନ ଯାହା ଥିଲା ବର୍ତ୍ତମାନ ମଧ୍ୟ ସେଇଭଳିଆ ଲାଗୁଛି। ସେଇଥିଲାଗି ମୁଁ କହିଲି ଯେ ବାବା କହିଥିଲେ ମୁଁ ସବୁବେଳେ ଅଛି। ତେଣୁ ଆମେ ଜାଣୁଛୁ ଗୁରୁଦେବ ଆମ ପାଖରେ ସବୁବେଳେ ଅଛନ୍ତି। ସେତେବେଳେ ସେ ଭାରି କଡ଼ା, ମାନେ ଅଗ୍ନି ଯେତେବେଳେ ହନୁମାନ ଜାଲେ ସୂର୍ଯ୍ୟଙ୍କୁ ଖାଇବାକୁ ଯାଉଥିଲେ ପୋଡ଼ିଗଲେ ଯେମିତି ଆମେ ବାବାଙ୍କ ପାଖକୁ ଯାଇପାରୁନା। କାହିଁକି ନା ତାଙ୍କର ଯିଏ ନିତ୍ୟ ସେବକ ସିଏ ବାବାଙ୍କ ପାଖରେ ରୁହନ୍ତି। ଆମେ ସେଠିକି ଖାଲି ଯାଇକି ପଳେଇ ଆସୁ, ବେଶୀ ସମୟ ରହୁନା। କାହିଁକି ନା ଆମକୁ ବାବାଙ୍କୁ ଦେଖିଲେ ସେ ମୂର୍ତ୍ତିଟା ଦେଖିଲା ବେଳକୁ ଆମକୁ ଡର ମାଡ଼େ। ଯେମିତି ସୂର୍ଯ୍ୟକୁ ଦେଖିଲା ବେଳକୁ ହନୁମାନଜୀ ମରିଗଲେ, ଦେବତାମାନେ ତାଙ୍କୁ ବଞ୍ଚେଇଲେ, ସେମିତି ଆମେ ବାବାଙ୍କ ପାଖକୁ ମୋଟେ ଯାଉନା। ଯେଉଁମାନେ ଅନ୍ତରଙ୍ଗ ଭକ୍ତ ବା ନିତ୍ୟ ସେବକ ସେମାନେ ବାବାଙ୍କ ପାଖରେ ରୁହନ୍ତି ବା କଥାବାର୍ତ୍ତା କରନ୍ତି। ଆମେ ମୋଟେ କଥାବାର୍ତ୍ତା କରୁନା। ଆମେ ତ ଇଆଡ଼େ ରହିଲୁ ତାଙ୍କ ପଛ ଆଡ଼େ ଏଫାକୁ। ଆଉ ମୁଁ ଦେଖିଛି ବହୁତ ଜଣେ ବିଦ୍ୟାନନ୍ଦ ବାବା ଥିଲେ, ବାବା ଯେବେ ଏଠି ବସିଥିବେ ସେ ଆମ ପଛ ଆଡ଼ ବାଟେ ଆସିବେ, ଆଗରେ ଆସିବାରୁ ନାହିଁ। ଏମିତି ତାଙ୍କର ଡର। ଆଉ ଆମର ବି ଭାରି ଡର। ମୋର ସାଙ୍ଗର ସ୍ତ୍ରୀ ଅଖିଳ କୁମାର ଲେଙ୍କା ଜଣେ ଗୀତ ବୋଲନ୍ତି ରେଡ଼ିଓରେ, ତା ସ୍ତ୍ରୀ ଯାଇକି ବାବାଙ୍କୁ ମୋଡ଼ା ଘଷା ହରିକା ସବୁ ସେବା କରନ୍ତି। କିନ୍ତୁ ଅଖିଳ ଲେଙ୍କା କ'ଣ ମୁଁ କ'ଣ ଆମର ବ୍ରହ୍ମାନନ୍ଦ ବୋଲି ମୋ ସାଙ୍ଗ ସବୁ ଅଛନ୍ତି, ଆମେ କେହି ଯାଉନା। ପାଖକୁ କେହି ଯିବାର ପ୍ରଶ୍ନ ଉଠୁନି। ଆମେ ଦୂରରେ ରହି କଥାବାର୍ତ୍ତା କରିପାରୁ, କିନ୍ତୁ ବାବାଙ୍କୁ ଭାରି ଡର। ତେଣୁ ବାବା ଯେତେବେଳେ ଥିଲେ ଯେମିତି ଲାଗୁଥିଲା ବର୍ତ୍ତମାନ ମଧ୍ୟ ଆମକୁ ସେମିତି ଲାଗୁଛି, କିଛି ଫରକ ନାହିଁ। ତେଣୁ ଆମେ ଜାଣୁଛୁ ଗୁରୁଦେବ ସବୁବେଳେ ଅଛନ୍ତି ଏବଂ ତାଙ୍କର ଲୀଳା ଖେଳା ଯାହା ହେବା କଥା ଚାଲିଛି। ମୁଁ ତ ଏଇ 2-4 ଦିନ ତଳେ ସ୍ୱପ୍ନ ଦେଖିଥିଲି ବାବାଙ୍କୁ। ସ୍ୱପ୍ନ ହୁଏ, କିନ୍ତୁ ବାବା ବସିଛନ୍ତି। ମୋ ଯେଉଁ ବିଲେଇ କଥା କହୁଥିଲି, ଟିକି ବିଲେଇଟା ମରିଗଲା, କୁକୁର କାମୁଡ଼ିଦେଲା। ସେ ବିଲେଇ ମହୋତ୍ସବ ଆମେ କରିଛୁ, ମୁଁ ସପନ ଦେଖୁଛି। ବାବା କହିଲେ ବରା ଡାଲମା ହେଇଛି, ବାବାଙ୍କୁ ଦିଆହେଲା। ବାବା କହିଲେ ଇଏ କ'ଣ ନା ଆଜ୍ଞା ବିଲେଇ ମହୋତ୍ସବ। ବିଲେଇ ମହୋତ୍ସବ କ'ଣ ନା ବାଳକାନନ୍ଦ ଗୋଟେ ବିଲେଇ ରଖିଥିଲା, ସିଏ ମରିଗଲା। ଆଉ ତାକୁ ତା ଶାନ୍ତି ଉଦ୍ଦେଶ୍ୟରେ ଆତ୍ମାର ସଦ୍ଗତି ହିସାବରେ ଆମର ଆଜି ବରା ଡାଲମା ହେଇଛି, ଆପଣ ଆଗେ ଖାଇଲେ ଆମେ ଖାଇବୁ। ବାବା କହିଲେ ଭଲ ମହୋତ୍ସବ କରୁଛୁ ଆଉ। ତେଣୁ ଆମେ ତାଙ୍କୁ ସବୁବେଳେ ସ୍ମରଣ କରୁଛୁ ଏବଂ ସେ ମଧ୍ୟ ଆମକୁ ଆଶୀର୍ବାଦ କରୁଛନ୍ତି। ଏ କଥା ଆମେ ଜାଣିବା ଦରକାର ଏବଂ ତାଙ୍କ ବିଷୟରେ ବୁଝିବା ଦରକାର।